ଜୟ ଜଗନ୍ନାଥ ସାଙ୍ଗମାନେ ଆପଣ ସମସ୍ତଙ୍କୁ ସ୍ୱାଗତ ମୋର ଆଜିର ବ୍ଲଗ୍ରେ। ବମ୍ବେରେ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟାର୍ଟ ହେଇଯାଇଛି କିଛି ଦିନ ହେବ। ତ ବାହାରେ ଯେତେ ବର୍ଷା ହେଉଛି ହଉ, ମାଟି ତଳେ ଆମେ ଆଜି ଯିବା। ତ ମେଟ୍ରୋର ଟିକେଟ୍ ମୁଁ ନେଇକି ବାହାର ଯାଇଥିଲି ମେଟ୍ରୋ ଟ୍ରେନ୍ ଆଡ଼େ। ଷ୍ଟେସନଟା କାଫି ସୁନ୍ଦର ବନେଇଛନ୍ତି। ଅଣ୍ଡରଗ୍ରାଉଣ୍ଡ ଯେହେତୁ ସେଠି ଫୋନ୍ର ନେଟୱାର୍କ ବିଲକୁଲ ବି ଆସେନି। ଡେରି ନ କରି ମୁଁ ବାହାରିଗଲି ପ୍ଲାଟଫର୍ମ ଆଡ଼େ। ପ୍ଲାଟଫର୍ମରେ କିଛି ସମୟ ଅପେକ୍ଷା କଲା ପରେ 1 ମିନିଟ୍ ଭିତରେ ଟ୍ରେନ୍ଟି ଆସିଯାଇଥିଲା। ଏ ମେଟ୍ରୋ ଲାଇନ୍ର ନାଁ ଦେଇଛନ୍ତି ଆକ୍ୱା ଲାଇନ୍ ମେଟ୍ରୋ। ତ ସେ ଅନୁସାରେ କଲର୍ ବି ହେଇଛି ଆକ୍ୱା ଲାଇନ୍ ଥିମ୍ ଅନୁସାରେ। ତାପରେ ବାହାରକୁ ବାହାରିଲା ପରେ ବର୍ଷା ଯେହେତୁ ହେଉଥିଲା, କିଛି ଗରମା ଗରମ ଖାଇବାକୁ ହିଁ ଇଚ୍ଛା ହେଲା। ତ ଭାବିଲି କବାବ ଖାଇଦେବି ଆଜି। ତ କବାବ ସହିତ ପରଟା ମଗାଇ ଦେଇଥିଲି, ଆଉ ତା ସହିତ ଥିଲା ଗୋଟେ ଚିକେନ୍ ଲେଗ୍ ପିସ୍ର ତନ୍ଦୁର। ତ ତନ୍ଦୁରଟା ବହୁତ ଭଲ ଭାବେ ହିଁ କୁକ୍ କରିଥିଲେ, ଆଉ କବାବଟା ବି ଆଭରେଜ୍ ଥିଲା। ଆଉ ଏ କବାବଟା ମଟନ୍ର ନଥିଲା, ଚିକେନ୍ର ହିଁ ଥିଲା। ମୁଁ ଭାବିଥିଲି ମଟନ୍ କବାବ ଥିବ ବୋଲି, ତ ଯେହେତୁ ମଗାଇ ଦେଇଥିଲି ଖାଇବାକୁ ହିଁ ବାଧ୍ୟ। ତ ପ୍ଲେଟ୍ରେ କବାବ ଆଉ ଚିକେନ୍ ସାଇଡ଼୍ରେ ସର୍ଭ କରିଥିଲା ପିଆଜ ଆଉ ପୋଦିନା ପତ୍ର ଦେଇକି। କିଛି ୟୁନିକ୍ ଥିଲା, ଡାଇରେକ୍ଟ ପୋଦିନା ପତ୍ରକୁ ହିଁ ଦେଇ ଦେଇଥିଲା ବହୁତ ସାରା। ଆଉ ପାଗଟା ଯେମିତି ହେଇଛି ଆଇସ୍କ୍ରିମ୍ ନ ଖାଇଲେ ହିଁ ହେବନି। ଗୋଟେ ଜାମୁନ୍ ଫ୍ଲେଭରର କୁଲ୍ଫି ମଗାଇ ଦେଇଥିଲି। ଏଇଟା ପିଓରଲି ନ୍ୟାଚୁରାଲ୍ ଥିଲା ସେ କହିଥିଲା। ଟେଷ୍ଟଟା ଟିକେ ଅଧିକା ଥିଲା, କିନ୍ତୁ ମିଠା ହିଁ ନଥିଲା। ତାପରେ ପୁଣି ଆଜ୍ ୟୁଜୁଆଲ୍ ମୁଁ ଗୋଟେ ରାବିଡ଼ି ଫ୍ଲେଭର ମଗାଇ ତାକୁ ଖାଇଥିଲି। ତ ଏମିତି ହିଁ ଦିନଟା ଆଜି କଟିଥିଲା। ତ ପୁଣି ଦେଖା ହବ ଆପଣଙ୍କର ନେକ୍ସଟ ବ୍ଲଗ୍ରେ। ଟିଲ୍ ଦେନ୍ ବାଏ ବାଏ।